ବିଜୁଳି ବାରମ୍ବାର କଟି ଯାଉଛି, ଗରମ ଦିନକୁ ଦିନ ବଢି ଯାଉଛି। ତଥାପି ତଥାପି ମୁଁ ଅନ୍ଧଭକ୍ତ। ଦେଶ ପାଇଁ ଆଉ ମୋ ନିର୍ଦ୍ଦିଷ୍ଟ ଦଳ ପାଇଁ ମୋ ଭକ୍ତି ବଢି ଯାଉଛି। ଭାଇ ହଁ, କଣ କହିଲ କିଛି ବୁଝା ପଡିଲାନି, ଏଟା କାଉ କହିଲ କି? ଆରେ ବୁଝିପାରିଲୁନୁ କଣ? ଏଇଟା ମୋ ଅନ୍ଧଭକ୍ତ ଭାଇ ମାନଙ୍କୁ ଏଇ ମେସେଜ ଟା ଥିଲା, ମୋ ଅନ୍ଧଭକ୍ତ ଭାଇ ମାନଙ୍କ ପାଇଁ। ଓ ଅନ୍ଧଭକ୍ତ ମାନେ ଭାଇ। ଦେଖେ, ଆମ ଓଡିଶା ଗୋଟେ ବିଦ୍ୟୁତ ବଳକା ରାଜ୍ୟ। ହଁ ବୁଝିପାରୁଛ ନା? ଆମର ଯେତିକି ବିଦ୍ୟୁତ ଦରକାର ତାଠାରୁ ଯଥେଷ୍ଟ ପରିମାଣରେ ଆମର ବିଦ୍ୟୁତ ଉତ୍ପାଦନ ହଉଛି। ହଉଛି। କିନ୍ତୁ ଏବେ ଦେଖିଥିବୁ ବିଦ୍ୟୁତ ଦିନକୁ ଦିନ ବିଜୁଳି କେତେ କାଟୁଛି। ହଁ ଯେତିକି ଦିନ ହଉଛି ସେତିକି ସେତିକି ଅଧିକ 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 କାଟୁଛନ୍ତି। ଆଚ୍ଛା, ହଁ ଖରା ଦିନ, ହଁ ଖରା ଦିନେ ଏମାନେ କାଟୁଛନ୍ତି, ସମସ୍ତେ ହଇରାଣ ହରକତ ହଉଛନ୍ତି। ହଇରାଣ କିନ୍ତୁ ହଉଛନ୍ତି। ଆକୁ ଯଦି କିଏ ପ୍ରତିବାଦ କରିବ, କୋଉମାନେ ପ୍ରତିବାଦ କରୁଛନ୍ତି? ଜନସାଧାରଣ। ରାଜନୈତିକ ଦଳ ମାନେ ପ୍ରତିବାଦ କରୁଛନ୍ତି, ଜନସାଧାରଣ ପ୍ରତିବାଦ କରୁଛନ୍ତି। ହଁ ତ ଯୋଉ ଜନସାଧାରଣ ମାନେ ପ୍ରତିବାଦ କରୁଛନ୍ତି, ଇଏ ପ୍ରତିବାଦ କରୁଛନ୍ତି, ସେମାନେ ଅନ୍ଧଭକ୍ତ ଭାଇ ମାନଙ୍କର ଶିକାର ହଉଛନ୍ତି। ହଁ ହଁ ନାନା କଥା ଶୁଣୁଛନ୍ତି, ଗାଳି ଗୁଲଜ କରୁଛନ୍ତି ଅନ୍ଧଭକ୍ତ ଭାଇ ମାନେ। ତେଣୁ କରି ମୁଁ ସେଇଥିପାଇଁ କହିଲି, ବିଜୁଳି ବାରମ୍ବାର କଟି ଯାଉଛି, ଗରମ ଦିନକୁ ଦିନ ବଢି ଯାଉଛି, ଓହୋ କିନ୍ତୁ ଦେଶ ପାଇଁ ମୋ ଭକ୍ତି ବଢି ଯାଉଛି। ମୋ ଦଳ ପାଇଁ ମୋ ଭକ୍ତି ବଢି ଯାଉଛି। ଆଉ ଗୋଟେ କଥା ଜାଣିଛୁ ନା ନାଇଁ? କଣ କହୁନ? ପେଟ୍ରୋଲ ଲିଟର 1000 ହେଇଯାଉ, ଓ ପରୀକ୍ଷା ପେପର ସବୁବେଳେ ଲିକ୍ ହଉ, ତଥାପି ମୁଁ ଅନ୍ଧଭକ୍ତ। ମୋ ନିର୍ଦ୍ଦିଷ୍ଟ ଦଳ ପାଇଁ, ମୋ ବିଶ୍ୱଗୁରୁ ପାଇଁ ହଁ ମୋ ଭକ୍ତି ବଢି ଯାଉ। ବୁଝିପାରିଲୁ? ହଁ ଏହାର ଅର୍ଥ ହେଲା, ଯଦି ଆମ ଦେଶରେ ଏମିତି ଅନ୍ଧଭକ୍ତ ଅଛନ୍ତି, ପେଟ୍ରୋଲ ଯଦି ଲିଟର ପିଛା 1000 ଟଙ୍କା ବି ହବ, ତଥାପି ସେମାନେ ଦେଇକି ଚଳିବେ। 1000 ଟଙ୍କାରେ। ହଁ, ଦରକାର ପଇଲେ ସେମାନେ ଗାଡି ଫାଡି କିଛି ନ ଚଲେଇକି ବି, ହଁ ସେମାନେ ଗାଡି ବରଂ ଘରେ ଥୋଇଦେବେ, ଚାଲି ଚାଲି ଯିବେ, ତଥାପି ତାଙ୍କର ଯୋଉ ବିଶ୍ୱକୁ ପ୍ରେମ ହଟିବ ନାହିଁ। ଓହୋ ବୁଝିପାରୁଛ ନାହିଁ? ଏଠି। କାହିଁକି ନା ଏବେ ଦେଖେ, ସପ୍ତାହେ ଭିତରେ, ହୁଁ ଆଗରୁ ଯଦି ଆମେ 70 ବର୍ଷ ଚିନ୍ତା କରିବା, ତ 70 ବର୍ଷରେ ଯେତିକି ହେଇନଥିଲା, ଏବେ ବର୍ତ୍ତମାନ 10-12 ବର୍ଷରେ ବିଶ୍ୱଗୁରୁ ଅଛନ୍ତି ଶାସନରେ। ହଁ 10-12 ବର୍ଷରେ ତାର ମାନେ ତା ଡବଲ ହେଇଗଲାଣି। ହଁ ହଁ ଡବଲ ତ ନୁହଁ, ଯେତିକି ହେଇଥିଲା ତାଠୁ ଢେର ଗୁଣା ଅଧିକା ବଢିଗଲାଣି ଆଉ। ବଢିଗଲାଣି। କିନ୍ତୁ ତଥାପି ଅନ୍ଧଭକ୍ତଙ୍କର ଚେତନା ପଶୁନାହିଁ। କାହିଁକି ନା କେବଳ ତାଙ୍କ ପକେଟରୁ ଯାଉନି, ସମସ୍ତଙ୍କ ପକେଟରୁ ଯାଉଛି। କିନ୍ତୁ ସେମାନେ ଗାଡି ନ ଚଲେଇକି ଘରେ ରଖିକି, ପାଲ ଘୋଡେଇକି ରଖିଲେ ହେଲେ ବି ସେମାନଙ୍କୁ କିଛି ଫରକ ପଡିବନି। କିନ୍ତୁ ସେମାନେ କେବଳ ଦେଖିବେ ତାଙ୍କ ବିଶ୍ୱଗୁରୁଙ୍କୁ, ତାଙ୍କ ନିର୍ଦ୍ଦିଷ୍ଟ ଦଳକୁ। ଆଉ ଗୋଟେ କଥା ହେଲା, ପରୀକ୍ଷା ପେପର ଯୋଉ ଲିକ୍ କଥା କହୁଛୁ, ଅନ୍ଧଭକ୍ତ ଭାଇ ମାନେ ଯେତେ ସବୁ ରହିଲେ, ତାଙ୍କ ଘରର ଭାଇଟିଏ ହଉ, ଭଉଣୀଟିଏ ହଉ, କି ତାଙ୍କ ଝିଅଟିଏ ହଉ, କି ପୁଅଟିଏ ହଉ, ଭଣଜା ହଉ, ଭାଣିଜୀ ହଉ, ଶଳା ହଉ, ଶାଳୀ ହଉ, ଯେତେ ଅଛନ୍ତି, ସେମାନେ କେହି ପାଠ ସାଠ ପଢୁନାହାନ୍ତି। ଯଦି ପଢୁଥାନ୍ତେ, ପରୀକ୍ଷା ପେପର ଲିକ୍ ହଉଛି, ଲକ୍ଷ ଲକ୍ଷ କୋଟି କୋଟି ପିଲାଙ୍କର ଭବିଷ୍ୟତ ଖରାପ ହଉଛି। ନଷ୍ଟ ହଉଛି। ହଁ କିନ୍ତୁ ସେମାନେ ପ୍ରତିବାଦ କେବେ କରନ୍ତି ନାହିଁ। ଆଉ ଯୋଉମାନେ ପ୍ରତିବାଦ କରନ୍ତି, ସେମାନେ ଘଣ୍ଟ ଘୋଡେଇକି ରଖନ୍ତି, ଆଉ ଦୁନିଆ ନାନାଦି କଥା ହଁ କୋଉଠି ପ୍ରଚାର ପ୍ରସାର କରନ୍ତି। ଏମିତି ହେଇଥିଲେ ସେମିତି ହେଇଥାନ୍ତା, ସେମିତି ହେଇଥିଲେ ଏମିତି ହେଇଥାନ୍ତା, ଏମିତି ହେଇଥିଲେ। ଆଉ ଗୋଟେ କଥା ହେଲା, ଚାଷୀଟେ ପଛେ ମରିଯାଉ, ହଁ ଚାଷୀଟେ ପଛେ ମରିଯାଉ, ମରିଯାଉ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉ, ତଥାପି ଆମେ ଅନ୍ଧଭକ୍ତ। ଦେଶ ପାଇଁ ଆଉ ଦଳ ପାଇଁ ଆମର କଣ ଭକ୍ତି ବଢିଯାଉ। ବଢି ଯାଉ। ଏହା କହିବାର କଥା ହେଲା, ଚାଷୀଟେ ଦେଖିଥିବୁ, ବର୍ତ୍ତମାନ ଧାନ ସିଜନରେ ହଁ ମଣ୍ଡିରୁ ଧାନ ଉଠିଲାନି। ତାପରେ ଯୋଉ ଗାଇଡ ଲାଇନ କଲେ, ଠିକରେ ଚାଷୀ ମାନେ ଧାନ ଦେଇ ପାରିଲେନି, ଟଙ୍କା ପାଇଲେ ନାହିଁ। ତାପରେ ସାର ସମସ୍ୟା ଦେଖା ଦେଇଥିଲା। ହଁ ଏବେ ବର୍ତ୍ତମାନ ବି ନୂଆ ଗାଇଡ ଲାଇନ କରିଛନ୍ତି। ବୁଝିପାରିଲେ? ତେଣୁ ଚାଷୀ ସବୁବେଳେ ସବୁବେଳେ ଚାଷୀ କୂଳ ହନ୍ତସନ୍ତ। ହଁ ତାକୁ କିନ୍ତୁ ଚାଷୀକୁ ସାହାଯ୍ୟ ସହଯୋଗ କରିବାକୁ କେହି ନାହାନ୍ତି। ନା କିନ୍ତୁ ଯୋଉ ଲୋକଟି ହାତ ବଢେଇବ, କି ଯେକୌଣସି ଲୋକ ଯଦି ଚାଷୀଙ୍କ ସପୋର୍ଟରେ ଗଲା, ଏଇ ମୋ ଅନ୍ଧଭକ୍ତ ଭାଇ ମାନେ ହଁ ତାଙ୍କୁ ସେମ୍ ଗାଳି ଗୁଲଜ ଦୁନିଆ ନାନାଦି କଥା କହିକି। ଆଚ୍ଛା, ଆମର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆମ ଉପମୁଖ୍ୟମନ୍ତ୍ରୀ ଚାଷୀକୁ ନୌଟଙ୍କି ଫୌଟଙ୍କି ଦୁନିଆ କଥା କହିଲେ, ଦେଖିଥିବୁ ବରଗଡରେ। ହଁ ହଁ ବୁଝିପାରୁଛନ୍ତି? ତେଣୁକରି ଚାଷୀଙ୍କ ପାଇଁ ଏଠି କେହି ନାହାନ୍ତି। ଆଉ ଚାଷୀଙ୍କ ହକ୍ ପାଇଁ ଯିଏ ଲଢୁଥିଲା, ଆଉ ଯିଏ ଲଢିବ, ସିଏ କଣ ହବ? ମାଡ ଖାଇବ। ମାଡ ନୁହଁ, ଆଉ ସିଏ ଗାଳି ଶୁଣିବ, ଅପମାନିତ ହବ, ସବୁ କିଛି ହବ। ହଁ ହଁ କାହା ପାଇଁ ହଉଛି ନା, କେବଳ ମୋ ଅନ୍ଧଭକ୍ତ ଅନ୍ଧଭକ୍ତ ଭାଇ। ଭାଇ ମାନଙ୍କ ପାଇଁ ହଉଛି। ଆଉ ଗୋଟେ କଥା ହେଲା, ଡଲାର ହଁ ଡଲାର ରେଟ୍ ବଢି ଯାଇଛି, କିନ୍ତୁ ଟଙ୍କାର ମୂଲ୍ୟ କମି ଯାଉଛି।
ତା ମାନେ ହେଲା ଯଦି ଆମେ ଆମେରିକାରେ କୌଣସି ଜିନିଷ ଟଙ୍କାଟିଏରେ ଆମେ କିଣିବା ହଁ। ସେଇ ଜିନିଷଟାକୁ ଆମେ ଯଦି ଇଣ୍ଡିଆରେ କିଣିବା 96 ଟଙ୍କାରେ କିଣିବା 96 ଟଙ୍କା 96 ଟଙ୍କାରେ ଓ କିଣିବା। ବାବାରେ। ବୁଝିପାରୁଛୁ କି? ଯଦି ଆମେ ଆମେରିକାରେ ବାଇଗଣ କିଲେ ହଁ ଟଙ୍କାଟିଏରେ କିଣିବା ଇଣ୍ଡିଆରେ ସେଇ ବାଇଗଣକୁ ଆମେ 96 ଟଙ୍କା ଦେଇ କିଣିବା। 96 ତେଣୁକରି ଚିନ୍ତା କର ଆମ ଦେଶ କେତେ ଆଗକୁ ଯାଇଛି। ଯୋଉମାନେ ସବକା ସାଥ ସବକା ବିକାଶର ନାରା ଲଗଉଥିଲେ ହଁ ସେଇମାନଙ୍କୁ ପ୍ରଶ୍ନ କରିବା ଦରକାର ଯେ ଆମ ଦେଶ କେତେ ବାଟ ଆଗେଇଛି। ତେଣୁକରି ଏ ସବୁ ଜିନିଷ ମୋ ଅନ୍ଧଭକ୍ତ ଭାଇମାନେ କେବେ ଦେଖି ନାହାନ୍ତି କି କେବେ ଦେଖିବାକୁ ଚେଷ୍ଟା କରିନାହାନ୍ତି କି ଜାଣିନାହାନ୍ତି କି ଜାଣିବାକୁ କେବେ ଚେଷ୍ଟା କରନ୍ତୁ। ତେଣୁକରି କାନ ଦିଅନ୍ତୁ, ଧ୍ୟାନ ଦିଅନ୍ତୁ, ମନ ଦିଅନ୍ତୁ। ଏଇ ଭିଡିଓଟି ମୋର ସେଇ ଅନ୍ଧଭକ୍ତ ଭାଇମାନଙ୍କ ପାଖକୁ ପଠେଇ ଦିଅନ୍ତୁ ଯୋଉମାନେ ଦଳ ପାଇଁ ଆଉ ବିଶ୍ୱଗୁରୁ ପାଇଁ ଅନ୍ଧ ହୋଇ ବୁଲୁଛନ୍ତି।